ପିଲାମାନେ ସମସ୍ତଙ୍କୁ ସ୍ୱାଗତ ଜଣାଉଛି ଆଜିର ନ୍ୟୁ ସେସନକୁ। ଆଜିର ନ୍ୟୁ ସେସନରେ ଡିସ୍କସନ୍ କରିବା ବାକ୍ୟ ବିଚାର ଓଡ଼ିଆ ବ୍ୟାକରଣର ସମସ୍ତ ପ୍ରଶ୍ନ ଗୁଡ଼ିକ ଯେଉଁଟାକି ତୁମର IA1 ଏକ୍ଜାମରେ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ସମସ୍ତେ କ'ଣ କରିବ, ଭଲରେ ନୋଟ୍ କରିନେବ। ଯାହାର ଯେଉଁ କ୍ୱେଶ୍ଚିନ୍ଟା ଡାଉଟ୍ ଥିବ ନିଶ୍ଚିତ ରୂପେ ଜଣେଇଦେବ। ସମସ୍ତେ କ'ଣ କରିବ, ଆଜିର ଭିଡ଼ିଓଟିକୁ ଭଲରେ ଟିକେ ଆଟେଣ୍ଡ କରିବ ଏବଂ ସମସ୍ତେ ନୋଟ୍ କରିବା ପାଇଁ ଟ୍ରାଏ କରିବ। ବୁଝିପାରିଲ? ବର୍ତ୍ତମାନ ପୂର୍ବରୁ ମଧ୍ୟ ଯେତେ ସବୁ ଭିଡ଼ିଓ ପ୍ରୋଭାଇଡ଼ କରିଦିଆଯାଇଛି ସମସ୍ତେ କ'ଣ କରିନେବ, ଟିକେ ଚେକ୍ କରିନେବ। ବର୍ତ୍ତମାନ IA1 ଏକ୍ଜାମ୍ ଯେଉଁ ତୁମର ଆସିବ, ସମସ୍ତ ଗୋଟିଏ ପରେ ଗୋଟିଏ ସବଜେକ୍ଟର ମୁଖ୍ୟ କ୍ୱେଶ୍ଚିନ୍ ଗୁଡ଼ିକ ଡିସ୍କସନ୍ କରିବା ସହିତ ଉତ୍ତର ଗୁଡ଼ିକ ମଧ୍ୟ ପ୍ରୋଭାଇଡ଼ କରିଦିଆଯାଉଛି। ସମସ୍ତେ କ'ଣ କରିବ, ଭଲରେ ଟିକେ ଚେକ୍ କରିନେବ। ବର୍ତ୍ତମାନ ଆଜି ସମସ୍ତେ କ'ଣ କରିବ, ଗୋଟିଏ ପରେ ଗୋଟିଏ କ୍ୱେଶ୍ଚିନ୍କୁ ଆଟେଣ୍ଡ କରିବ, ହେଲା କି? ସମସ୍ତେ କ'ଣ କରିବ, ଆନ୍ସର୍ ଗୁଡ଼ିକୁ ଭଲ ଭାବରେ ବୁଝିବା ପାଇଁ ଟ୍ରାଏ କରିବ। ବର୍ତ୍ତମାନ 1 ନମ୍ବର କ୍ୱେଶ୍ଚିନ୍ରୁ ଷ୍ଟାର୍ଟ କରିବା। କେଉଁଟି ଅନ୍ୟମାନଙ୍କ ଠାରୁ ପୃଥକ ଚିହ୍ନାଅ? ସମସ୍ତେ ଭଲରେ କ୍ୱେଶ୍ଚିନ୍ଟିକୁ ଚିହ୍ନିବ, ତାପରେ ଯାଇ କ'ଣ କରିବ, ଆଟେଣ୍ଡ କରିବ। ନିଶ୍ଚିତ ରୂପେ ଏଇଟା ପରୀକ୍ଷାରେ ସମସ୍ତଙ୍କୁ କହିଦେଉଛି, ପରୀକ୍ଷା ପୂର୍ବରୁ ସମସ୍ତେ କ୍ୱେଶ୍ଚିନ୍ଟିକୁ ଭଲ ଭାବରେ କ'ଣ କରିବ, ପଢ଼ି ତା'ର ଉତ୍ତର ଦେବା ପାଇଁ ଚେଷ୍ଟା କରିବ। ନହେଲେ କ୍ୱେଶ୍ଚିନ୍ଟିର ଆନ୍ସର୍ଟି ସମ୍ପୂର୍ଣ୍ଣ ରୂପେ ଭୁଲ ହୋଇଯିବାର ସମ୍ଭାବନା ଥାଏ। ତ କେଉଁଟି ଅନ୍ୟମାନଙ୍କ ଠାରୁ ପୃଥକ? ନିଶ୍ଚିତ ରୂପେ ଆମେ କହିଦେବା ଯେ ନାସ୍ତି। ହରି ଭଲ ନାଚୁଥିବାରୁ ସୁନାମ ଅର୍ଜନ କରିଛି। ଏହା ଗଠନ ଦୃଷ୍ଟିରୁ କି ପ୍ରକାର ବାକ୍ୟ? ବାକ୍ୟ ବିଚାରର ପିଲାମାନେ ସମ୍ପୂର୍ଣ୍ଣ ରୂପେ ଆଜି ଯେତିକି ସବୁ ତୁମର କଭର ହେବ, ସମସ୍ତ ମୁଖ୍ୟ କ୍ୱେଶ୍ଚିନ୍ ଗୁଡ଼ିକ ଆଜି ପ୍ରୋଭାଇଡ଼ କରିଦିଆଯିବ। ସମସ୍ତେ କ'ଣ କରିବ, ଗୋଟେ ଥର ଚେକ୍ କରିନେବ ଭଲ ଭାବରେ। ବୁଝିପାରିଲ? ଯେତିକ ସବୁ କ୍ୱେଶ୍ଚିନ୍ ଆସିବ ଏକ୍ଜାମରେ ଓରିଏଣ୍ଟେଡ଼, ସବୁ ଜାଗା ଆଜି ଫ୍ରେମ୍ କରାହେବ। ସମସ୍ତେ କ'ଣ କରିବ, ଭଲରେ ଟିକେ ଚେକ୍ କରିବ। ତ ଯଦି ଏଇଠି କହିଦେବି ପିଲାମାନେ ଉତ୍ତର, ନିଶ୍ଚିତ ରୂପେ ଏଇଟା ହେଉଛି ଗୋଟେ ସରଳ ବାକ୍ୟଟା। କାହିଁକି ସରଳ ବାକ୍ୟ? ନା ଏଠି ସମ୍ପୂର୍ଣ୍ଣ ରୂପେ ଆମେ କହିଛନ୍ତି ଯେ ହରି ଭଲ ନାଚୁଥିବାରୁ ସୁନାମ ଅର୍ଜନ କରୁଛି। ଏଇଟା ହେଉଛି ଆମର ଗୋଟେ ସରଳ ବାକ୍ୟର ଉଦାହରଣ। ଆମେ ଗୋଟେ ସରଳ ଭାବରେ ଏଠି ସୂଚନା ଆମେ ଦେଇଛନ୍ତି। ବୁଝିପାରିଲ? 3 ନମ୍ବର କ୍ୱେଶ୍ଚିନ୍, ତୁମେ କ'ଣ କରିବାକୁ ବା ତୁମେ କ'ଣ କାମକୁ ପାରିବ, ହେଲା କି? ସେ କ୍ୱେଶ୍ଚିନ୍ କରୁଛନ୍ତି ଯେ ତୁମେ କ'ଣ କାମକୁ ପାରିବ। ପ୍ରକାର୍ଯ୍ୟ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ ଅଟେ? ତ ବାକ୍ୟ ଗୁଡ଼ିକୁ ସମସ୍ତେ ଚିହ୍ନି ପାରିବ, ହେଲା କି? ତ ମନେ ରଖିବ, ଯଦି ପ୍ରଶ୍ନ ଚିହ୍ନ ଆସିଲେ ହାରି ନିଶ୍ଚିତ ଏଇଟା ହେଇଯିବ ଆମର କ'ଣ, ପ୍ରଶ୍ନସୂଚକ ବାକ୍ୟ। 4 ନମ୍ବର କ୍ୱେଶ୍ଚିନ୍, ଯେତେବେଳେ ପଡ଼ିଆରେ ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ ସେତେବେଳେ ମିସ୍ତ୍ରୀ ଆସିଲେ ଓ ଲୋକମାନଙ୍କୁ ଉଦ୍ବୋଧନ ଦେବା ସହିତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କଲେ। ଏଇଟା ପିଲାମାନେ ହେଉଛି ବହୁତ ବଡ଼ କ'ଣ ବାକ୍ୟଟା ଗୋଟେ। ତ ସମସ୍ତେ ମନେ ରଖ, କ୍ୱେଶ୍ଚିନ୍ ପଚାରିଛି ଏଇଟା କେଉଁ ପ୍ରକାର ବାକ୍ୟ ଅଟେ? ତ ସମସ୍ତେ ଏଇଟାର ଆନ୍ସର୍ ହେଇଯିବ କ'ଣ, ମିଶ୍ର ବାକ୍ୟ। କାହିଁକି ମିଶ୍ର ବାକ୍ୟ? ଯେହେତୁ ଏଇଟା ଆମର କ'ଣ ଅଛି ନା ବହୁତ ବାକ୍ୟର ମିଶ୍ରଣରେ ଗୋଟିଏ ବାକ୍ୟ ଗଠନ ହୋଇଛି। ଦ୍ୟାଟ୍ ମିନ୍ସ ଆମେ କହିପାରିବା ଯେ ପିଲାମାନେ ଏଇଟା ହେଉଛି ଗୋଟେ ମିଶ୍ର ବାକ୍ୟ। ଦେଖିପାରୁଛ, ପ୍ରଥମେ ଆସିଲା ଗୋଟେ ବାକ୍ୟ କମା ଦେଇଛି, ତାପରେ ଆଉ ଗୋଟେ ବାକ୍ୟ, ତାପରେ ଓ ଲଗା ହେଇଛି, ତାପରେ ଆଉ ଗୋଟେ ବାକ୍ୟ ଲେଖା ହେଇଛି। ତ ସମ୍ପୂର୍ଣ୍ଣ ରୂପେ ଏଇଟା ଆମର ମିଶ୍ରଣରେ ଗଠିତ ହୋଇଛି ବାକ୍ୟ ଯାକ। ତେଣୁ ଆମେ କହିପାରିବା ପିଲାମାନେ ଏଇଟା ହେଉଛି ଗୋଟେ ମିଶ୍ର ବାକ୍ୟ। ହୋପ୍ ସମସ୍ତେ କ'ଣ କରୁଥିବେ, କିଛି ଧାରଣା ପାଇଥିବେ। ନିଶ୍ଚିତ ରୂପେ ସମସ୍ତେ ଭଲ ଭାବରେ ଦେଖିନେବ ଭିଡ଼ିଓଟିକୁ। 5 ନମ୍ବର କ୍ୱେଶ୍ଚିନ୍ ଆସିବ, କେଉଁଠି ଏକ ପ୍ରଶ୍ନସୂଚକ ବାକ୍ୟ? ପ୍ରଶ୍ନସୂଚକ ବାକ୍ୟରେ ଯେଉଁଠି ପ୍ରଶ୍ନ ଆମର ଚିହ୍ନ ଅଛି, ପ୍ରଶ୍ନବାଚକ ଚିହ୍ନ, ଆମେ ସେଇଠି ନିର୍ଭୁଲ ଭାବରେ କହିପାରିବା ଯେ ଏଇଟା ହେଉଛି ପ୍ରଶ୍ନସୂଚକ ବାକ୍ୟ। ଦ୍ୟାଟ୍ ମିନ୍ସ ଅପସନ୍ ନମ୍ବର ସି। ଏଇଟା ସମ୍ପୂର୍ଣ୍ଣ ରୂପେ ଇଜିଟା ଏଇଟା। କ୍ୱେଶ୍ଚିନ୍ ନମ୍ବର 6 ଆସିଲା ହାରି, ଅପ୍ରଧାନ ବାକ୍ୟ ସହିତ ଯଦି ପ୍ରଧାନ ବାକ୍ୟ ମିଶିଲେ କେଉଁ ବାକ୍ୟ ହୋଇଥାଏ? ମନେ ରଖିବା ସମସ୍ତେ, ଅପ୍ରଧାନ ବାକ୍ୟ ସହିତ ପ୍ରଧାନ ବାକ୍ୟ ଯେତେବେଳେ ମିଶିଯିବ ନିଶ୍ଚିତ ସେଠି ଆମର ଆସିବ ହାରି ଜଟିଳ ବାକ୍ୟ। କି ବାକ୍ୟ ଆସିବ ହାରି? ଜଟିଳ ବାକ୍ୟ। ପରବର୍ତ୍ତୀ 7 ନମ୍ବର କ୍ୱେଶ୍ଚିନ୍, ଯଦି ଜେଜେ ଆସିବେ ତୁମେ ତେବେ ଆମେ ଖୁସି ହେବୁ। ଯଦି ଜେଜେ ଆସିବେ ଆମେ ଖୁସି ହେବୁ।
ଏହାକୁ ସରଳ ବାକ୍ୟରେ ପରିଣତ କଲେ କ'ଣ ହେବ? ବର୍ତ୍ତମାନ ଆକୁ ଆମେ ସରଳ ବାକ୍ୟରେ ପରିଣତ କରିବା। ମନେ ରଖିବ, ସମସ୍ତେ ଏଇଟା ମନେ ରଖିବ। ଉତ୍ତର ହୋଇଯିବ ଜେଜେ ଆସିଲେ ଆମେ ଖୁସି ହେବୁ। ସମ୍ପୂର୍ଣ୍ଣ ରୂପେ ସରଳ, ହେଲା କି? ଯଦି ଜେଜେ ଆସିବେ ଆମେ ଖୁସି ହେବୁ, ହେଲା କି? କିନ୍ତୁ ଆମେ ସରଳ ଭାଷାରେ ଯଦି ଲେଖିବା ବାକ୍ୟଟିକୁ ଜେଜେ ଆସିଲେ ଆମେ ଖୁସି ହେବୁ, ଦ୍ୟାଟ୍ ମିନ୍ସ ଅପସନ୍ ବି ହେଇଯିବ ତୁମର ସରଳ ବାକ୍ୟ, ଦ୍ୟାଟ୍ ମିନ୍ସ ଉତ୍ତର। 8 ନମ୍ବର କ୍ୱେଶ୍ଚିନ୍ ଦେଇଛି, ବିଜୁ ବାବୁ ଓଡ଼ିଶାରେ କାହାକୁ ଅଜଣା ନୁହନ୍ତି? ଏହାକୁ ବିସ୍ମୟ ସୂଚକ ବାକ୍ୟରେ ପରିଣତ କଲେ କ'ଣ ହେବ? ନିଶ୍ଚିତ ରୂପେ ବିସ୍ମୟ ସୂଚକ ଯଦି ଅଛି ହେଲେ ବିସ୍ମୟ ସୂଚକ ଚିହ୍ନ ଥିବାକୁ ପଡ଼ିବ ଆମକୁ। ତ ଅପସନ୍ ବି ଏଇଟା ହେଲେ ସମସ୍ତେ ଜାଣିଦେବ ସହଜରେ। 9 ନମ୍ବର କ୍ୱେଶ୍ଚିନ୍ ଆସିଲା ଯେ କେଉଁଟି ଏକ ବିବୃତ୍ତି ସୂଚକ ବାକ୍ୟର ଉଦାହରଣ? ପିଲାମାନେ, ବିବୃତ୍ତି ସୂଚକର ଅର୍ଥ ହେଲା ଯେ ଗୋଟେ ବାକ୍ୟଟା ଆମେ ଦେଖିବା ଆମକୁ କ'ଣ ଲାଗୁଥିବ, ନିଶ୍ଚିତ କିଛି ଇରିଟେଟ୍ ଫିଲ୍ ହେଉଥିବ। ବିବୃତ୍ତି ସୂଚକ ଆମେ ସେଠୁ ଚିହ୍ନି ପାରୁଥିବା। ତ ମନେ ରଖିବ 4ଟି ଅପସନ୍ ଦେଇଛି। ଲଙ୍କାରେ ହରି ଶବ୍ଦ କ'ଣ ଖୋଜିବା ବୃଥା। ନିଶ୍ଚିତ ରୂପରେ ଲଙ୍କାରେ କେବେ ହରି ଶବ୍ଦ ଶୁଭାଯାଏନି, ସେଇଟା ହେଉଛି ବିବୃତ୍ତି ସୂଚକ ବାକ୍ୟର ଉଦାହରଣ। ବୁଝିପାରିଲ, ହେଲା କି? ତ ସମସ୍ତେ ଏଇଟା ମନେ ରଖିଦେବ। ଉତ୍ତର ହୋଇଯିବ 9ର ଏ ଅପସନ୍ ହୋଇଯିବ ତାର ଉତ୍ତର। 10 ନମ୍ବର କ୍ୱେଶ୍ଚିନ୍ ଆସିଲା ହାରି, ଜାଣିବାକୁ ଇଚ୍ଛା କରୁଥିବା ଛାତ୍ର ବିଦ୍ୟା ଲାଭ କରିବ। ତ ଉକ୍ତ ବାକ୍ୟାଂଶକୁ ସଂକ୍ଷେପଣ କଲେ କ'ଣ ହେବ? ସଂକ୍ଷେପଣ ମନେ ରଖିବ, ସଂକ୍ଷେପଣ ଯେତେବେଳେ କରିଦେବା ଆମେ କ'ଣ କରିଦେବା, ଜିଜ୍ଞାସୁ। ମନେ ରଖିବ, ଜାଣିବାକୁ ଇଚ୍ଛା କରୁଥିବା ଛାତ୍ରକୁ ଆମେ କ'ଣ କହିବା, ଜିଜ୍ଞାସୁ। ଗୋଟିଏ ଶବ୍ଦରେ ଆମେ ଲେଖିବା ସେତିକି। ମନେ ରହିଲେ ସମସ୍ତଙ୍କର। ବର୍ତ୍ତମାନ 11 ନମ୍ବର କ୍ୱେଶ୍ଚିନ୍ କହୁଛି ଯେ ପରିବେଶକୁ ସଫା ରଖ। ଏହା କି ପ୍ରକାର ବାକ୍ୟ? ପରିବେଶକୁ ସଫା ରଖ। ତ ମନେ ରଖିବ, ହେଲା କି? ଏଇଠି କ'ଣ କରାଯାଇଛି, ଆଦେଶ ଦିଆଯାଇଛି ପିଲାମାନେ। ଯଦି ଆଦେଶ ଦିଆଯାଇଛି ନିଶ୍ଚିତ ରୂପେ ଚିହ୍ନି ପାରୁଥିବ, ଏଇଟା ହେଉଛି ଗୋଟେ ଆଦେଶ ସୂଚକ ବାକ୍ୟଟା। ପରବର୍ତ୍ତୀ 12 ନମ୍ବର କ୍ୱେଶ୍ଚିନ୍ ଆସିଲା, ରାମଚନ୍ଦ୍ର ରାବଣକୁ ବଧ କରିଥିଲେ। ରାବଣକୁ ଯେଉଁ ଦେଇଛି ରେଖାଙ୍କିତ ପଦଟି, ତାର କେଉଁ ପଦବାଚ୍ୟ ଅଟେ? ମନେ ରଖିବ, ଏଇଟା କେଉଁ ପଦବାଚ୍ୟ ଅଟେ? ନିଶ୍ଚିତ ରାବଣ ଏଇଠି ହେଇଯିବ ଆମର କର୍ମ। ଆମର ଏଇଠି ରାବଣ ହେଇଯିବ କର୍ମ। ସମସ୍ତେ ମନେ ରଖିବ ଏଇଠି। ବୁଝିପାରିଲ? 13 ନମ୍ବର କ୍ୱେଶ୍ଚିନ୍ ଆସିଲା ଯେ ବାକ୍ୟର ଆରମ୍ଭରେ ନିମ୍ନୋକ୍ତ କେଉଁଟି ରହେ? ବାକ୍ୟର ଆରମ୍ଭରେ ଯେଉଁ 4ଟି ଅପସନ୍ ଅଛି, କର୍ତ୍ତା, କର୍ମ, କ୍ରିୟା ଆଉ ଉଦ୍ଦେଶ୍ୟ, ଏ 4ଟି ଅପସନ୍ ଭିତରୁ କେଉଁଟା ଆମର ରହିବ ଆରମ୍ଭରେ? ତ ଆନ୍ସର୍ ହେଇଯିବ କ'ଣ ନା କର୍ତ୍ତା ରହିବ। ନିଶ୍ଚିତ ଆମେ ଜାଣିଛନ୍ତି ପ୍ରଥମେ କର୍ତ୍ତା ରହୁଛି ବାକ୍ୟରେ। ତ ଏଇଟା ସମ୍ପୂର୍ଣ୍ଣ ରୂପେ ସହଜଟା, ସମସ୍ତେ ଟିକେ ମନେ ରଖିବ। 14 ନମ୍ବର କ୍ୱେଶ୍ଚିନ୍ ଆସିଲା ହାରି, ବାକ୍ୟର ଶେଷରେ କେଉଁ ପଦଟି ରହେ? ଯଦି ଆମେ ବାକ୍ୟର ଶେଷ କଥା କହିବା, ନିଶ୍ଚିତ ରୂପେ ଆମେ ଚେକ୍ କରିପାରୁଥିବା ଯେ ବାକ୍ୟର ଶେଷରେ ସର୍ବଦା କ୍ରିୟାପଦ ହିଁ ଆସିବ। ବୁଝିପାରିଲ? ବାକ୍ୟର ଶେଷରେ ସର୍ବଦା କ୍ରିୟାପଦ ହିଁ ଆସିବ। ତୁମେ ଯେକୌଣସି ବାକ୍ୟ ଚେକ୍ କର, ନିଶ୍ଚିତ ତୁମେ ସେଠି କ୍ରିୟାପଦ ପାଇବ। ବୁଝିପାରିଲ? ପରବର୍ତ୍ତୀ 15 ନମ୍ବର କ୍ୱେଶ୍ଚିନ୍, ରାମଚନ୍ଦ୍ର ରାବଣକୁ ବଧ କରିଥିଲେ। ଏଠାରେ କ୍ରିୟାପଦ କେଉଁଟି? ଏଇଟା ସମ୍ପୂର୍ଣ୍ଣ ରୂପେ ସହଜ ପିଲାମାନେ, ହେଲା କି? ତ କରିଥିଲେ। ମନେ ରଖିବ, କରିଥିଲେ, ଦ୍ୟାଟ୍ ମିନ୍ସ କରିଥିଲେ ହେଉଛି ତୁମର କ'ଣ ଏଠି କ୍ରିୟାପଦ। ଏଇଟା ସମ୍ପୂର୍ଣ୍ଣ ରୂପେ ସହଜ। 16 ନମ୍ବର କ୍ୱେଶ୍ଚିନ୍, ଅକ୍ଷୟ ଗୋଟିଏ ଭଲ ଗୀତ ଗାଇଲେ। ବାକ୍ୟଟିରେ କର୍ମପଦଟି କିଏ? ହେଲା କି? ସମ୍ପୂର୍ଣ୍ଣ ରୂପେ ଏଇଟା କ'ଣ କରିବ, ଏଇଟା ମଧ୍ୟ ସହଜଟା। ତ ଯଦି ଅକ୍ଷୟ ଭଲ ଗୀତ ଗାଇଲେ, ନିଶ୍ଚିତ କର୍ମପଦଟି ହେଇଯିବ କ'ଣ, ଗୀତ। ହେଲା, ଗୀତଟା ହେଉଛି ତାର କର୍ମଟା। ମନେ ରଖିବ ସମସ୍ତେ, ହେଲା କି? ପଣ୍ଡିତ ଶିଷ୍ୟମାନଙ୍କୁ ଉପଦେଶ ଦେଲେ। ପିଲାମାନେ, ଉପଦେଶ ଦେବାଟା ହେଉଛି କେଉଁ ପ୍ରକାରର? ଉପଦେଶ ଯଦି ଦେଉଛନ୍ତି ବୋଲେ ନିଶ୍ଚିତ ଏଠି ଆମର ଆସିବ କ'ଣ ନା ଉପଦେଶଟା ହେଉଛି ଗୋଟେ ମୁଖ୍ୟ କର୍ମ। ଉପଦେଶଟା ହେଉଛି ଆମର ଏଠି ମୁଖ୍ୟ କର୍ମ। ବୁଝିପାରିଲ? ଏଠି କ'ଣ ଅଛି, ମାନେ ଗୋଟେ ବାକ୍ୟରେ 2ଟି କର୍ମ ଅଛି, ଗୋଟେ ଗୌଣ କର୍ମ ଅଛି, ଗୋଟେ ମୁଖ୍ୟ କର୍ମ ଅଛି। ନିଶ୍ଚିତ ଉପଦେଶ ଦେଲେ ଅର୍ଥ ହେଲା ଏଇଟା ତାଙ୍କର ମୁଖ୍ୟ କର୍ମଟା ଏଠି। 18 ନମ୍ବର କ୍ୱେଶ୍ଚିନ୍, ବାକ୍ୟରେ ସମ୍ବୋଧନ ପଦ କେଉଁଠାରେ ରଖାଯାଏ? ଯଦି ଆମେ ଚେକ୍ କରିବା ଗୋଟେ ବାକ୍ୟରେ ସମ୍ବୋଧନ ପଦଟି କେଉଁଠାରେ ରଖାଯାଏ, ଆରମ୍ଭରେ ହେଇପାରିବ କିମ୍ବା ଶେଷରେ ହେଇପାରିବ। ସମ୍ବୋଧନ ପ୍ରଥମରୁ ଦେଖିବା, ଯେକୌଣସି ଆମେ ଗୀତ କିମ୍ବା କୌଣସି ଆମେ ଯଦି ଚେକ୍ କରିବା ଗୋଟେ ସମ୍ବୋଧନ ପଦଟେ, ନିଶ୍ଚିତ ତା'ର ଆରମ୍ଭରେ କିମ୍ବା ଶେଷରେ ଆଗେ ତୁମେ ଚେକ୍ କଲେ ଜାଣିପାରିବ ଏଇଟା, ହେଲା କି? ତୁମେ ଚେକ୍ କରିବ ଯେକୌଣସି ଗୋଟେ ସମ୍ବୋଧନ ପଦ, ତା'ର ଆରମ୍ଭରେ ଥିବ କିମ୍ବା ଶେଷରେ ଥିବ କ'ଣ ସେ ପଦଟା।
परवर्ती 19 नंबर क्वेश्चन मोते शक्ति दियो प्रभु वाक्य रे केउटी संबोधन पद जदि मु कहीदेवी संबोधन पद कोड़ा निश्चित रूपे तुम आंसर ये कहीपर अच्छे कौन ना प्रभु प्रभु बोली आम संबोधन करी गोटे वाक्य शेष ही संबोधन पदटा आसीपार ना आरंभ आसीपार बुझीपार चतुर लोक सबुठी जीतती रेखांकित पदटी की प्रकार गोटे जो चतुर अच्छी चतुरटा की प्रकार पदटा है तो समस्ते यहाँ मन रखिए एटा हूँ आमर की पदटा पिलाने ना विशेषण मन रखिए एटा विशेषण पद विशेषण अर्थ है कौन सी आमर कौन सूचौथो ना गुण को सूचई पारे तो चतुरटा हूँ गोटे गुणटा निश्चित यहाँ हूँ विशेषण पद वाक्य विशेषण पद केउठारे बसे समस्ते मन रखियो भल क्वेश्चन जाओ पढ़ टे तो विशेषण पदटा वाक्य केउठी आमर बसे निश्चित रूप से विशेष्य पदर पूर्वर आसो विशेष्य विशेष्यर अर्थ है जोड़ा आम इंग्लीश कह नाउन तो नाउन पूर्वर पिलाने ये जदि आम कह विशेष्य पद जोड़ा आमर निश्चित तार पूर्वर आमर आसो कौन विशेषण बुझीपार जपरी 20 नंबर क्वेश्चन आम चेक करते तुम देखिले जापर 22 नंबर क्वेश्चन सकाळे काम आरंभ हुए रेखांकित पदटी क्यों कारक अटे सकाळे जो अच्छे रेखांकित पदटा बुझीपार सकाळे जो अच्छे रेखांकित पदटा सेटा आमर क्यों कारक मन रखिए कारक आसला अधिकरण कारक सकाळे आमर अधिकरण कारक न एही पदटी वाक्यर केउठारे बसे न पिला माने न है कि मन रख क्रियापदर पूर्वर निश्चित क्रियापद जो आसो तार पूर्वर न लगे वाक्य लिखा जाए बुझीपार जेकोसी गोटे वाक्य तुम चेक कर से नटा केवल क्रियापद पूर्वर दैट मीन्स ऑप्शन सी हो तुम उत्तर 24 नंबर क्वेश्चन निम्नोक्त मध्यरु क्यों वाक्य रूपटी प्रकार्यात्मक रूप नटे मन रखा है कि किए जदि डाउट अच्छा निश्चित गोटे नोट कर तो देती पिला माने प्रकार्यात्मक रूप है प्रकार्यात्मक रूपर अर्थ है जे प्रश्न सूचक वाक्यटी होता लिखि नड़िए प्रकार्यात्मक रूपर अर्थ है जे प्रश्न सूचक वाक्य परवर्ती 25 नंबर क्वेश्चन निम्नोक्त मध्यरु क्यों वाक्य रूपटी गठनात्मक रूप अटे है कि तो जदि गठनात्मक रूप आम कहवा निश्चित सेटा हो आमर कौन मिश्र वाक्य समस्ते कौन कर जान निश्चित कौन कर गोटे थर नोट करनब कहीं नोट कलापर तुम्हें आउ के कन्फ्यूज हम ना निश्चित समस्ते गोटे गोटे थर नोट करनियो तो यार आंसर हो पे मिश्र वाक्य